ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପରମେଶ୍ୱରଙ୍କ ଅସୀମ ଅନୁଗ୍ରହରୁ ଆଉ ଏକ ନୂଆ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ପୁନର୍ବାର ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ଅନୁଗ୍ରହ କଲେ। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟମାନେ, ଆସନ୍ତୁ ଆଜି ଆମେ ବାକ୍ୟରୁ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା କ୍ଷମା ନଦେଲେ କ'ଣ ହୁଏ। ଆଜିର ପ୍ରସଙ୍ଗ ହେଲା କ୍ଷମା ନଦେଲେ କ'ଣ ହୁଏ। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟମାନେ, କ୍ଷମା ଦେବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ବହୁତ ବଡ଼ ଏକ ଗୁଣ ଅଟେ, ଏକ ସ୍ୱଭାବ ଅଟେ କି ଖ୍ରୀଷ୍ଟିଆନମାନଙ୍କ ପରମେଶ୍ୱର ଅର୍ଥାତ୍ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କ୍ଷମା ଦେବା ବ୍ୟକ୍ତି ଅଟନ୍ତି। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିନ୍ଦା ତାଳନା କରାଗଲା, ତାଙ୍କୁ କଣ୍ଟାର ମୁକୁଟ ପିନ୍ଧାଇ ଦିଆଗଲା, 3ଟି କଣ୍ଟାରେ ତାଙ୍କୁ କ୍ରୁଶରେ ଚଢ଼ାଇ ଦିଆଗଲା, ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରଥମ କାମ କ'ଣ କଲେ ଆପଣ ଜାଣନ୍ତି କି? ସେ ପ୍ରଥମ କାମ ସେ ଶତ୍ରୁମାନଙ୍କୁ କ୍ଷମା ଦେଲେ ଆଉ କହିଲେ, ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଅଛନ୍ତି ତାହା ସେମାନେ ଜାଣନ୍ତି ନାହିଁ। ପ୍ରିୟମାନେ, ଆମେ ଆଜି ବାକ୍ୟରୁ ଧ୍ୟାନ କରିବା ଯେ କ୍ଷମା ନଦେଲେ କ'ଣ ହୁଏ। ଆଜି ଅନେକ ଭାଇ ଭଉଣୀମାନେ ମଣ୍ଡଳୀରେ ଅଛନ୍ତି ସତ, ବାକ୍ୟ ଶୁଣୁଛନ୍ତି ସତ, ସେମାନେ ବର୍ଷ ବର୍ଷ ଧରି ସହଭାଗିତାରେ ଅଛନ୍ତି ସତ, କିନ୍ତୁ ପରସ୍ପର ମଧ୍ୟରେ ଭଲ ମିଳନ ନାହିଁ। ଶତ୍ରୁକୁ ସେମାନେ କ୍ଷମା କରିନାହାନ୍ତି। ବର୍ଷ ବର୍ଷ ଧରି ଶାଶୁ ବୋହୂର କଥାବାର୍ତ୍ତା ନାହିଁ। ବର୍ଷ ବର୍ଷ ଧରି ପରିବାର ମଧ୍ୟରେ ଭଲ ସମ୍ପର୍କ ନାହିଁ। ଏହି ପ୍ରକାର ଅନେକ ଭାଇ ଭଉଣୀମାନେ ବଞ୍ଚୁଛନ୍ତି। ଆଉ କେଉଁଠି ନା କେଉଁଠି ସେମାନେ ଭାବନ୍ତି ଯେ କ୍ଷମା ନ ଦେଇ ମଧ୍ୟ ମୁଁ ସ୍ୱର୍ଗକୁ ଯିବି, କ୍ଷମା ନ ଦେଇ ମଧ୍ୟ ମୁଁ ପରିତ୍ରାଣ ପାଇବି। ପ୍ରିୟମାନେ, ବାକ୍ୟ ଆମମାନଙ୍କୁ କ'ଣ କହେ? ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ମୋ ସହିତ ଆପଣମାନେ ସାଧୁ ପାଉଲଙ୍କ ଦ୍ୱାରା ଲିଖିତ କଲୋସିୟ ପତ୍ରିକା 3 ଅଧ୍ୟାୟ ଆପଣ 13 ଆଉ 14 ପଦ ପ୍ରତି ଧ୍ୟାନ ଦେବେ। ଅର୍ଥାତ୍ ଆମ ପାଇଁ 13 ପଦ ଯଥେଷ୍ଟ ଅଟେ। 13 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। କଲୋସିୟ ପୁସ୍ତକ 3 ଅଧ୍ୟାୟ 13 ପଦ। ଏହି ସ୍ଥାନରେ ସାଧୁ ପାଉଲ ଏ ପ୍ରକାର ଲେଖନ୍ତି, ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟମାନେ, ଆମେ ଏଥିପାଇଁ ଅନ୍ୟକୁ କ୍ଷମା କରିବାର ଅଛି, କାରଣ ଆମେ କ୍ଷମା ପାଇଛୁ। ଆମେ ଜନ୍ମରୁ ପାପୀ ଅଟୁ, ଆଉ ପାପର ବେତନ ମୃତ୍ୟୁ ଅଟେ। ସେହି ସବୁ ପାପ ମୃତ୍ୟୁର ଦଣ୍ଡକୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କ୍ଷମା କଲେ। ଆମର ଅପରାଧ ଆମେ ଗଣି ବି ପାରିନଥାନ୍ତୁ। ଏତେ ଅପରାଧ, ଏତେ ପାପ ଆମ ଉପରେ ଲଦା ଯାଇଥିଲା, ଏତେ ପାପ ଆମ ଉପରେ ଲଗା ଯାଇଥିଲା। ମାତ୍ର ଧନ୍ୟ ସେ ପରମେଶ୍ୱର, ଆମର ପାପକୁ ସେ କ'ଣ କଲେ? କ୍ଷମା କଲେ। ପୂର୍ବରୁ ପଶ୍ଚିମ ଯେତେ ଦୂର, ସେତେ ଦୂର ପର୍ଯ୍ୟନ୍ତ ଆମର ଅପରାଧକୁ ସେ କ'ଣ କଲେ? ଦୂର କଲେ। ସେଥିପାଇଁ ବାକ୍ୟ କହେ ଯେ ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର। ପ୍ରିୟମାନେ, ଆମେ ଅନ୍ୟକୁ କ୍ଷମା କରିବା ଆବଶ୍ୟକ ରହିଛି। ଏହା ଖ୍ରୀଷ୍ଟିଆନମାନଙ୍କ ଗୁଣ ଅଟେ। ଯେଉଁ ସମୟରେ 1999 ମସିହା ଜାନୁଆରୀ 22 ତାରିଖ ଦିନ ଯେତେବେଳେ ଅଷ୍ଟ୍ରେଲିଆର ମିଶନାରୀ ଗ୍ରାହାମ ଷ୍ଟେନ୍ସକୁ ଆମ ଓଡ଼ିଶାର କେତେକ RSS ଦଳର ଲୋକମାନେ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର 2ଟି ଶିଶୁପୁତ୍ରଙ୍କୁ ସେମାନେ ସେମାନଙ୍କର କାରରେ ଜିଅନ୍ତା ପେଟ୍ରୋଲ ଜାଳି ଯେତେବେଳେ ହତ୍ୟା କରାଗଲା, ସେହି ସମୟରେ ତାଙ୍କର ସ୍ତ୍ରୀ ଅର୍ଥାତ୍ ଗ୍ରାହାମ ଷ୍ଟେନ୍ସଙ୍କ ସ୍ତ୍ରୀଙ୍କୁ ପଚରାଗଲା ଯେ ତୁମର ସ୍ୱାମୀ ଆଉ ତୁମର ଶିଶୁପୁତ୍ରମାନଙ୍କୁ ଯେଉଁମାନେ ହତ୍ୟା କଲେ, ଆମେ ସେମାନଙ୍କୁ କେଉଁ ଦଣ୍ଡ ଦେବା ବୋଲି ତୁମର ଇଚ୍ଛା, ତୁମର ଦାବି କ'ଣ? ତାଙ୍କୁ ପଚରାଗଲା। ସେ କହିଲେ, ମୁଁ ଦଣ୍ଡ ଦେବାଟା ଶିଖି ନାହିଁ। ମୋର ପ୍ରଭୁ ଦଣ୍ଡ ଦେବାଟା, ସେମାନଙ୍କର ପ୍ରତିଶୋଧ ନେବା ମୋର ପ୍ରଭୁ ମୋତେ ଶିଖାଇ ନାହାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମୋତେ କ୍ଷମା ଦେବାଟା ଶିଖାଇଛନ୍ତି। ଆଉ ସେମାନଙ୍କୁ ମୁଁ କ୍ଷମା କରୁଛି, କୌଣସି ଦଣ୍ଡ ଦିଅ ବୋଲି ମୁଁ କହୁନାହିଁ।
ମୁଁ ଯେଉଁ ପ୍ରଭୁଙ୍କୁ ଜାଣିଛି ସେମାନେ ମଧ୍ୟ ପ୍ରଭୁଙ୍କୁ ଜାଣନ୍ତୁ। ଏହି ପ୍ରକାର କଥା ଗ୍ଲାଡିଷ୍ଟେନ୍ ଅର୍ଥାତ୍ ଗ୍ରାହମଷ୍ଟେନ୍ଙ୍କର ପତ୍ନୀ କହିଥିଲେ। ପ୍ରିୟମାନେ, ଆଉ ଏହି ସାକ୍ଷ୍ୟ ସମଗ୍ର ପୃଥିବୀରେ ଭାଇରାଲ ହେଲା। ଅନେକ ଲୋକମାନେ ଜାଣିଲେ ଯେ ଖ୍ରୀଷ୍ଟିଆନ ଲୋକମାନେ କ୍ଷମା ଦେବା ଲୋକମାନେ ଅଟନ୍ତି। ତ ବାକ୍ୟ କହେ, ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କଲେ ସେହିପରି ତୁମ୍ଭେମାନେ ମଧ୍ୟ କ୍ଷମା କର। ଅନେକ ସମୟରେ ଆମେ କହୁ ଯେ ମୁଁ କ୍ଷମା ଦେଇପାରୁନାହିଁ, ମୁଁ ଅନ୍ୟକୁ କ୍ଷମା ଦେଇପାରୁନାହିଁ। କାହିଁକି ଆମେ କ୍ଷମା ଦେଇପାରୁନୁ? କାରଣ ଆମ ପାଖରେ ବଳ ନାହିଁ। କେଉଁ ବଳ? ପବିତ୍ର ଆତ୍ମାଙ୍କର ବଳ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ତୁମ୍ଭେମାନେ ଯେତେବେଳେ ତୁମ୍ଭମାନଙ୍କ ଉପରେ ପବିତ୍ର ଆତ୍ମା ଅବତୀର୍ଣ୍ଣ ହେବେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ। କେମିତି ଶକ୍ତି ପ୍ରାପ୍ତ ହେବ? ଶତ୍ରୁକୁ କ୍ଷମା ଦେବା ଶକ୍ତି, ଶତ୍ରୁକୁ ହୃଦୟ ସହିତ କ୍ଷମା ଦେବା ଶକ୍ତି ଏବଂ ସେହି ଶତ୍ରୁମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର ଶକ୍ତି, ଶତ୍ରୁମାନଙ୍କର ମଙ୍ଗଳ ଚିନ୍ତା କରିବାର ଶକ୍ତି ତୁମେ ପାଇବ। ପ୍ରିୟମାନେ, ଆମକୁ ସେହି ଶକ୍ତି, ସେହି ଅଭିଷେକ ଆବଶ୍ୟକ ରହିଛି। ଆମେ ଯେପରି ଆମର ଶତ୍ରୁମାନଙ୍କୁ ଆମେ କ୍ଷମା କରିବା। କାରଣ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମର ଆଦର୍ଶ ଅଟନ୍ତି। ସେ ଆପଣା ଅପରାଧୀ, ଆପଣା ଶତ୍ରୁମାନଙ୍କୁ ସେ କ୍ଷମା କଲେ। ଆପଣମାନଙ୍କ ନିକଟରେ ଆଉ ଏକ ବାକ୍ୟ ମୁଁ ପାଠ କରିବା ପାଇଁ ଚାହେଁ। ଆପଣ ଦେଖିବେ ଯେ ମାଥ୍ୟୁ ଲିଖିତ ସୁସମାଚାର 18 ଅଧ୍ୟାୟରେ ଦିନେ ପିତର ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି। ଆପଣ ପଢ଼ିବେ 18 ଅଧ୍ୟାୟ 21 ପଦରେ। ସେତେବେଳେ ପିତର ତାହାଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରଭୁ, ତେବେ କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି? କି 7 ଥର ପର୍ଯ୍ୟନ୍ତ? ପିତର ନିଜକୁ ଟିକେ ଅଧିକ ଧାର୍ମିକ ଦେଖାଇ ସେ କହୁଛନ୍ତି ଯେ ମୁଁ କ'ଣ 7 ଥର ପର୍ଯ୍ୟନ୍ତ ଗୋଟେ ଦିନ ମୋ ଭାଇ ମୋ ବିରୁଦ୍ଧରେ ପାପ କଲେ କ୍ଷମା ଦେଲେ ଚଳିବ କି? କାହିଁକି ସେ 7 ଥର ବୋଲି କହୁଛନ୍ତି? କାରଣ ଯିହୁଦୀ ପରମ୍ପରାରେ ସେମାନେ 3 ଥର କ୍ଷମା ଦେଉଥିଲେ। ମାତ୍ର ପିତର ଏହି ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆହୁରି ନିଜକୁ ନମ୍ର ଦେଖାଇ, ନିଜକୁ ବିଶ୍ୱସ୍ତ ଦେଖାଇ ସେ କହୁଛନ୍ତି ଯେ ମୁଁ 7 ଥର ପର୍ଯ୍ୟନ୍ତ କ୍ଷମା ଦେଲେ ଚଳିବ କି? ଏହି ପ୍ରକାର କଥା ଯେତେବେଳେ ପିତର ଯୀଶୁଖ୍ରୀଷ୍ଟଙ୍କୁ ପଚାରୁଛନ୍ତି, ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ କି 7 ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, ତୁମ୍ଭକୁ କେବଳ 7 ଥର ପର୍ଯ୍ୟନ୍ତ କହୁନାହିଁ, ମାତ୍ର 70 ଗୁଣ 7 ଥର ପର୍ଯ୍ୟନ୍ତ ତୁମକୁ କ୍ଷମା ଦେବା ପାଇଁ ପଡ଼ିବ। ସବୁ ସମୟରେ, ପ୍ରତି ସମୟରେ, ସବୁ ଦିନ ଆପଣଙ୍କୁ କ୍ଷମା ଦେବା ପାଇଁ ପଡ଼ିବ। ଏହି କଥା ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କୁ କହିଲେ। ଆପଣ ତଳକୁ ପଢ଼ିବେ ଯେ କ୍ଷମା ଦେବା ବିଷୟରେ ସେ ଗୋଟିଏ ଦୃଷ୍ଟାନ୍ତ ଦେଉଛନ୍ତି। ସ୍ୱର୍ଗ ରାଜ୍ୟ କି ପ୍ରକାର ହେବ, କେଉଁମାନେ କ୍ଷମା ପାଇବେ, ଦୟା ପାଇବେ, ଆଉ କେଉଁମାନେ କ୍ଷମା ନଦେଲେ ତାର ପରିଣାମ କ'ଣ ହେବ, ସେହି ସବୁ ବିଷୟ ସେ କ'ଣ କରୁଛନ୍ତି? ପିତରଙ୍କୁ ସେ ବୁଝାଉଛନ୍ତି। ଜଣେ ଋଣୀ ବ୍ୟକ୍ତିଙ୍କୁ ରାଜାଙ୍କ ଛାମୁକୁ ଅଣାଯାଉଛି। ସେହି ବ୍ୟକ୍ତି ଜଣକ 3 କୋଟି ଟଙ୍କା ରାଜାଙ୍କ ଠାରୁ ସେ ଋଣ କରିଥିଲେ। ତାହାଙ୍କୁ ଶୁଝିବା ପାଇଁ କୌଣସି ବଳ ନଥିବାରୁ ରାଜା ସଦୟ ହୋଇ କ'ଣ କଲେ? ତାଙ୍କ ଋଣକୁ ମୁକ୍ତ କଲେ। ଯେତେବେଳେ ସେ ଋଣ ମୁକ୍ତ ହୋଇ ଯାଉଛନ୍ତି, ସେ ଆଉ କାହାକୁ 50 ଟଙ୍କା ଋଣ ଦେଇଥିଲେ। ସେ ବ୍ୟକ୍ତିଙ୍କୁ ସେ ରାସ୍ତାରେ ଭେଟ ହେଉଛନ୍ତି। ଆଉ ସେହି ବ୍ୟକ୍ତିଙ୍କୁ ସେ କହୁଛନ୍ତି, ମୋ ଠାରୁ ଯାହା ତୁମେ ଋଣ ନେଇଛ, ଧାର ନେଇଛ, ତାହା ଶୁଝିଦିଅ। ସେ କହୁଛନ୍ତି, ଧୈର୍ଯ୍ୟ ଧର, ମୁଁ ଶୁଝିଦେବି। ମାତ୍ର ଏହି ଯେଉଁ ବ୍ୟକ୍ତି 3 କୋଟି ଟଙ୍କା ଋଣ ମୁକ୍ତ ହେଲା ପରେ, ଋଣ ଛାଡ଼ଗଲା ପରେ, ଯେଉଁ ବ୍ୟକ୍ତିଙ୍କୁ ସେ 50 ଟଙ୍କା ଋଣ ଦେଇଥିଲେ ସେହି ବ୍ୟକ୍ତିଙ୍କୁ ସେ ଛାଡ଼ୁନାହାନ୍ତି। ତାଙ୍କର ଗଳା ଧରି ଚିପି ତାଙ୍କୁ ସେହି ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ କାରାଗାରରେ ପକାଇ ଦେଉଛନ୍ତି। ଏହିସବୁ ସ୍ୱଭାବ, ଏହିସବୁ ଗୁଣ ଯେତେବେଳେ ଋଣ ଛାଡ଼ କରିଥିବା ସେହି ରାଜା ଶୁଣୁଛନ୍ତି, ତାଙ୍କୁ ପୁନର୍ବାର ଡକାଇ ସେ କ'ଣ କରୁଛନ୍ତି? ଆପଣ ପଢ଼ିବେ ସେହି 18 ଅଧ୍ୟାୟ ତାର 34 ପଦରେ ଲେଖାଯାଏ, ଆଉ ତାହାର ପ୍ରଭୁ କ୍ରୋଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। 35 ପଦ, ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ। ପ୍ରିୟମାନେ, ଏ ସ୍ଥାନରେ ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି ଯେ ଏହି ବ୍ୟକ୍ତି ଜଣକ 3 କୋଟି ଟଙ୍କା କ୍ଷମା ପାଇଲେ, ମାତ୍ର 50 ଟଙ୍କା ଅନ୍ୟକୁ ସେ କ୍ଷମା କରିପାରୁନାହାନ୍ତି, ଛାଡ଼ି ଦେଇ ପାରୁନାହାନ୍ତି। ପ୍ରିୟମାନେ, ଆମ ପ୍ରତି ଯେଉଁ ପାପ ଥିଲା
ସେଇ ସବୁ ପାପକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗଣିଲେ ନାହିଁ, ସେ ଘୃଣା କଲେ ନାହିଁ, ସବୁ ପାପକୁ ସେ କ୍ଷମା କଲେ। ଆଉ ଆମକୁ ପରିତ୍ରାଣ ଦେବା ପାଇଁ କ୍ରୁଶରେ ନିଜ ଜୀବନକୁ ସେ ବଳି କଲେ। ଯଦି ଆମେ ଛୋଟ ଛୋଟ କଥା ପାଇଁ, ଛୋଟ ଛୋଟ କ୍ଷତି ପାଇଁ, ଛୋଟ ଛୋଟ ବିଷୟ ପାଇଁ ଆମେ ଯଦି ପରସ୍ପର ମଧ୍ୟରେ ମନମାଳିନ ହେବା, ଆମେ ଅନ୍ୟକୁ କ୍ଷମା ଦେଇପାରିବା ନାହିଁ, ତାହେଲେ ପରମେଶ୍ୱର ମଧ୍ୟ ଆମକୁ ଯେଉଁ ପାପ, ଯେଉଁ ଦୋଷ ଗୁଡ଼ିକ ସେ କ୍ଷମା କରିଥିଲେ, ସେଇ ସବୁ ଦଣ୍ଡକୁ ସେ ପୁନର୍ବାର କ'ଣ କରିବେ? ସେହି ଦଣ୍ଡରେ ଆମକୁ ସେ ଦୋଷୀ କରିବେ। ଆମକୁ କ୍ଷମା କରିବା ଆବଶ୍ୟକ ରହିଛି। ଏହି ସ୍ଥାନ ଲେଖାଯାଏ, ତୁମ୍ଭେମାନେ ଯଦି ପ୍ରତ୍ୟେକ ଆପଣା ଆପଣା ଭାଇକୁ ଅନ୍ତର ସହ ଯଦି କ୍ଷମା କରିବ ନାହିଁ, ତାହେଲେ ପରମେଶ୍ୱର ମଧ୍ୟ ତୁମକୁ କ'ଣ କରିବେ ନାହିଁ? କ୍ଷମା କରିବେ ନାହିଁ। କ୍ଷମା ନଦେଲେ କ୍ଷମା ମିଳିବ ନାହିଁ। ଆଜି ଅନେକ ଭାଇ ଭଉଣୀମାନେ ପରସ୍ପର ସେମାନେ କ୍ଷମା ଦେଇନାହାନ୍ତି। ସେମାନେ ମଣ୍ଡଳୀରେ ଅଛନ୍ତି, ଆରାଧନା କରୁଛନ୍ତି, ଅନେକ ମଣ୍ଡଳୀକୁ ଯାଉଛନ୍ତି, ସହଭାଗିତା ଯାଉଛନ୍ତି, ବାକ୍ୟ ଶୁଣୁଛନ୍ତି, କିନ୍ତୁ ପରସ୍ପର କ୍ଷମା ଦେଇନାହାନ୍ତି। ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି। ଆମେ ଆମର ଶତ୍ରୁକୁ ଆମେ କ୍ଷମା କରିବା। କେମିତି କ୍ଷମା କରିବା? ମୁଖରେ ନୁହେଁ, ଅନ୍ତର ସହ ଆମେ କ୍ଷମା କରିବା। ହେଇପାରେ ଯାହା ସହିତ ଆମର ମନମାଳନ ହେଇଛି, ଆମେ ତା ନିକଟକୁ ଆମେ ଯାଇପାରୁନାହୁଁ, ସେ ଦୂରରେ ଅଛନ୍ତି, ଆମେ ଅନ୍ୟ ଏକ ସ୍ଥାନରେ ଅଛୁ, ହେଲେ ମଧ୍ୟ ଆମେ କ୍ଷମା ମାଗିପାରିବା। କେମିତି କ୍ଷମା ମାଗିପାରିବା? ଫୋନ୍ ମାଧ୍ୟମରେ, ହ୍ୱାଟ୍ସଆପ୍ ମାଧ୍ୟମରେ, ଆମେ ସେମାନଙ୍କୁ ମେସେଜ ମାଧ୍ୟମରେ ଆମେ କ୍ଷମା ମାଗିବା ଆବଶ୍ୟକ ରହିଛି। ଯଦି କ୍ଷମା ମାଗିବା ନାହିଁ, ତାହେଲେ ପରମେଶ୍ୱର ମଧ୍ୟ ଆମକୁ କ୍ଷମା କରିବେ ନାହିଁ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ। ବାପା, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ, ପରାମର୍ଶ ଦେଲ, ଆମକୁ ଚେତାଇଲ, ସେଥିପାଇଁ ଧନ୍ୟବାଦ। ପିତା, ଆମର ଶତ୍ରୁକୁ ଆମେ କ୍ଷମା ଦେବୁ। ଆଉ ପ୍ରଭୁ, ଆମେ ତୁମଠାରୁ କ୍ଷମା ପାଇ ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବୁ, ଅନୁଗ୍ରହ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।